ସାଙ୍ଗସାଥୀ ମାନେ ଆମର ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ତରଫରୁ ଓଡ଼ିଶା ଆଡ଼ଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀ ପାଇଁ ଯେଉଁ ରିକ୍ରୁଟମେଣ୍ଟ ପ୍ରୋସେସ୍ ଆରମ୍ଭ କରାଯାଇଥିଲା ତାର ତ ଏଣ୍ଡ ଡେଟ୍ 2025 ମସିହା ଜୁନ୍ ମାସ 9 ତାରିଖ ଥିଲା ଅନଲାଇନ୍ ଫର୍ମ ଫିଲ୍ଅପ୍ କରିବାର। କିନ୍ତୁ ୟା ଭିତରେ କ'ଣ ହେଇଛି ନା ଓଡ଼ିଶା ସରକାର ଆମର ସରକାରୀ ଚାକିରି ପାଇଁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀମାନଙ୍କର ସର୍ବୋଚ୍ଚ ବୟସ ସୀମା 42 ବର୍ଷ କରିଦେଲେ। ସେଥିପାଇଁ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ଓପିସି ତରଫରୁ ଆଜି ତାର ୱେବସାଇଟ୍ରେ ଗୋଟେ କରିଜେଣ୍ଡମ୍ ଅପଲୋଡ଼ କରାଯାଇଛି, ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ଯେଉଁ ଯୁବକ ଯୁବତୀଙ୍କର ବୟସ ବର୍ତ୍ତମାନ 32 ବର୍ଷରୁ 42 ବର୍ଷ ଭିତରେ ରହିଛି ଏବଂ ସେମାନେ ଯଦି ଓଡ଼ିଶା ଆଡ଼ଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀ ପାଇଁ ରିକ୍ରୁଟମେଣ୍ଟ ପ୍ରୋସେସ୍ରେ ଭାଗ ନେବା ପାଇଁ ଚାହାନ୍ତି ତ ସେମାନେ 2025 ମସିହା ଜୁଲାଇ ମାସ 14 ତାରିଖରୁ ନେଇ 2025 ମସିହା ଜୁଲାଇ ମାସ 24 ତାରିଖ ଅପରାହ୍ନ 5ଟା ପର୍ଯ୍ୟନ୍ତ ଓପିଏସ୍ସିର ୱେବସାଇଟ୍କୁ ଯାଇ ଅନଲାଇନ୍ ଫର୍ମ ଫିଲ୍ଅପ୍ କରିପାରିବେ ଏବଂ ଏଇ ଏସ୍ଓ ରିକ୍ରୁଟମେଣ୍ଟ ପ୍ରୋସେସ୍ର ରିଟିନ୍ ଏକ୍ଜାମିନେସନ୍ ଯେଉଁଟାକି 2025 ମସିହା ଜୁଲାଇ ମାସ 27 ତାରିଖରେ ହେବାର ଥିଲା ତାହା ବର୍ତ୍ତମାନ 2025 ମସିହା ସେପ୍ଟେମ୍ବର ମାସ 21 ତାରିଖ ଦିନ ହେବ। ଯେଉଁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କର ବୟସ ବର୍ତ୍ତମାନ 32 ବର୍ଷରୁ 42 ବର୍ଷ ମଧ୍ୟରେ ରହିଛି, ଯଦି ସେମାନେ ଏ ରିକ୍ରୁଟମେଣ୍ଟ ପ୍ରୋସେସ୍ରେ ଭାଗ ନେବା ପାଇଁ ଚାହାନ୍ତି ତ ସେମାନେ 2025 ମସିହା ଜୁଲାଇ 14 ତାରିଖରୁ ନେଇ ଜୁଲାଇ 24 ତାରିଖ ଅପରାହ୍ନ 5ଟା ପର୍ଯ୍ୟନ୍ତ ଓପିଏସ୍ସିର ୱେବସାଇଟ୍କୁ ଯାଇ ଅନଲାଇନ୍ ଫର୍ମ ଫିଲ୍ଅପ୍ କରିପାରିବେ ଏବଂ ଏ ରିକ୍ରୁଟମେଣ୍ଟ ପ୍ରୋସେସ୍ରେ ଭାଗ ନେଇପାରିବେ।